ସବୁବେଳେ ତେଲ ମସଲା ଖାଇବାଟା ଦେହ ପାଇଁ ଭଲ ନୁହଁ। କଥାଟା କହିଲି ମୋ ସ୍ୱାମୀଙ୍କୁ। ସେଇଥିପାଇଁ ତାଙ୍କ ପାଇଁ ଆଜି ବନେଇଲି ସ୍ପେଶିଆଲ୍ ଘାଣ୍ଟ ତରକାରୀ, ପୁଣି ବିନା ତେଲରେ। ବୁଟକୁ ଭିଜେଇ ନେଲି ଘଣ୍ଟାଟେ ଆଗରୁ। ଆଉ ପନିପରିବା ଯାହା ମୋ ପାଖରେ ଆଭେଲେବୁଲ୍ ଥିଲା ସବୁ କାଟିଦେଲି। ସେଥିରେ ପିଆଜ, ରସୁଣ ଆଉ କଞ୍ଚା ଲଙ୍କା ଦୁଇଟା ମଧ୍ୟ ପକାଇଦେଲି। ପ୍ରେସରରେ 2ଟି ସିଟି ଦେଇଦେଲି। ବୁଟଟା ଟିକେ ସିଝିଗଲା, ସେଥିରେ 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋ ଆଉ ଯାହା ସବୁ ପନିପରିବା କାଟିଦେଲି ତାକୁ ଦେଇଦେଲି। ସେଥିରେ ଲୁଣ ଦେଇକି କଭର୍ କରିଦେଲି। ଗୋଟେ ସିଟି ଆସିଲା ପରେ ବନ୍ଦ କରିଦେଲି। ଯେହେତୁ ତେଲ ନାହିଁ, ତେଜପତ୍ର ଆଉ ଜିରା ଭାଜିଦେଲି। ସେଥିରେ ପାଣି ଦେଇଦେଲି। ଅଦା ରସୁଣ ପିଆଜର ବଟା ମସଲା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କାଶ୍ମୀର ରେଡ୍ ଚିଲି। ଯେହେତୁ ଆମେ ତେଲ ପକାଇନେ ତ ମିଡ଼ିୟମ୍ ଫ୍ଲେମ୍ରେ ରାନ୍ଧିବା, କାହିଁକିନା ତଳୁ ମସଲା ଲାଗିଯାଇପାରେ। ଆଉ ପାଣି ଟିକେ ଟିକେ ପକାଇକି କଷୁଥିବେ। ସିଝାଇ ରଖିଥିବା ଟମାଟୋକୁ ଦେଇଦେଲି। ମସଲା ମ୍ୟାଜିକ୍ ମ୍ୟାଗିର ପକାଇଦେଲି। ତାପରେ ସିଝାଇ ରଖିଥିବା ପନିପରିବାକୁ ଦେଇକି କିଛି ସମୟ କଭର୍ କରିଦେଲି। ଏଇଠି ମୋର ରେଡ଼ି ହେଇଗଲା ପୁରା ଗରମା ଗରମ ଟେଷ୍ଟି ତରକାରୀ। ଆପଣମାନେ ବି ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା କମେଣ୍ଟରେ ଜଣାନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ୍।